ସକାଳର ବ୍ୟସ୍ତତା ଭିତରେ ଖୁବ୍ କମ୍ ସମୟରେ ବନେଇବା ଦୁନିଆର ସବୁଠୁ ହେଲ୍ଦି ଆଉ ଟେଷ୍ଟି ଜଳଖିଆ ଓଟ୍ସ ଇଡଲି। ଓଟ୍ସ ଦେହ ପାଇଁ ବହୁତ ଉପକାରୀ, ଏକଥା ଆପଣମାନେ ସମସ୍ତେ ଜାଣନ୍ତି। ଯଦି ୱେଟ୍ ଲସ୍ କରିବା ପାଇଁ ଚାହୁଁଛନ୍ତି, ଏହି ରେସିପି ସବୁଠୁ ବେଷ୍ଟ ରହିବ। ବିନା ବିରିରେ ବନେଇବା, କିନ୍ତୁ ଇଡଲି ଦେଖନ୍ତୁ ପୁରା ତୁଳା ପରି ନରମ, ଜାଲିଦାର ଆଉ ସ୍ପଞ୍ଜି। ରେସିପି ପସନ୍ଦ ଆସିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ନିଶ୍ଚୟ ଗୋଟେ ସେୟାର କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ଏଯାଏଁ ସବସ୍କ୍ରାଇବ୍ କରିନାହାନ୍ତି, ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଫେସବୁକ୍ ପେଜକୁ ନିହାତି ଫଲୋ କରନ୍ତୁ। ଜୟ ଜଗନ୍ନାଥ, ମୁଁ ସସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ସସ୍ମିତା ଷ୍ଟାର କିଚେନକୁ। ଇଡଲି ବନେଇବା ପାଇଁ ପ୍ରଥମ କାମ ହେଲା ଘରେ ଥିବା ଯେକୌଣସି ଗୋଟେ ଗିନା ସେଟ୍ କରନ୍ତୁ। ସେ ଗିନାରେ ମାପ କରି ସବୁ ଜିନିଷ ବ୍ୟବହାର କରିବେ। ଇଡଲି ପୁରା ପରଫେକ୍ଟ ବନିବ। ଏ ମେଜରିଂ କପ୍ରେ ମାପ କରି ଏଠି ମୁଁ ଗୋଟେ କପ୍ ବା ପାଖାପାଖି 80ରୁ 90 ଗ୍ରାମର ନର୍ମାଲ ଓଟ୍ସ ନେଇଛି। କ୍ୱିକ୍ ଓଟ୍ସ, ଆପଣମାନେ ରୋଲ୍ଡ ଓଟ୍ସ ନେଇପାରିବେ, କିନ୍ତୁ ନର୍ମାଲ ରୋଲ୍ଡ ଓଟ୍ସ ନେବେ। ଏମିତି ମଲ୍ଟିଗ୍ରେନ୍ ରୋଲ୍ଡ ଓଟ୍ସ ନେବେ ନାହିଁ। ମଲ୍ଟିଗ୍ରେନ୍ ଓଟ୍ସରେ ଇଡଲି ଭଲ ହୁଏ ନାହିଁ। ଏବେ ଚାଲନ୍ତୁ ଇଡଲି ବନେଇବା ପ୍ରୋସେସକୁ ଯିବା। ଗ୍ୟାସ୍ ଉପରେ କଢ଼େଇ ବସାଇବା। ଶୁଖିଲା କଢ଼େଇରେ ନେଇଥିବା ଓଟ୍ସକୁ ଦେବା। ଏବେ ଆମେ ଗ୍ୟାସ୍ର ଫ୍ଲେମ୍ ଲୋ ମିଡ଼ିୟମ୍ ରଖି କେବଳ 2ରୁ 3 ମିନିଟ୍ ପର୍ଯ୍ୟନ୍ତ ଓଟ୍ସକୁ ହାଲକା ଭାଜିବା। ଓଟ୍ସ ଟିକେ ଲାଳୁଆ ଲାଗେ, ହାଲକା ଭାଜିଦେଲେ ଲାଳ ଅଂଶ କମିଯିବ, ତା ଛଡ଼ା କଞ୍ଚା ବାସ୍ନା ବି ଚାଲିଯିବ, କିନ୍ତୁ ବେଶୀ ପୋଡ଼ିବେ ନାହିଁ। 2-3 ମିନିଟ୍ ପରେ ହାତରେ ଧରିଲେ ଦେଖନ୍ତୁ ଓଟ୍ସ ଗୁଣ୍ଡ ହୋଇଯାଉଛି, ତାମାନେ ଓଟ୍ସ ଆମର ଭାଜିଗଲାଣି। ଏବେ ଆମେ ବାହାରକୁ ଆଣି ପୁରା ଥଣ୍ଡା ହେବା ପାଇଁ ଛାଡ଼ିବା। ସେଇ କଢ଼େଇରେ କେବଳ ଅଧା ଛୋଟ ଚାମଚ ତେଲ ଗରମ କରିବା। ତେଲ ଗରମ ହୋଇଯିବା ପରେ ଗୋଟେ ଛୋଟ ଚାମଚ ବୁଟ ଡାଲି ବା ଚଣା ଡାଲି ଦେବା। ଗୋଟେ ଛୋଟ ଚାମଚ ବିରି ଦେବା। ଗୋଟା ବିରି, ବିରି ଡାଲି ଯାହା ଦେଲେ ବି ଚଳିବ। ତଡ଼କାରେ ଅଳ୍ପ ଡାଲି ଭାଜିକି ଦେଲେ ଇଡଲି ଖାଇବା ପାଇଁ ଭଲ ଲାଗେ। ଡାଲିକୁ କିଛି ସେକେଣ୍ଡ ପର୍ଯ୍ୟନ୍ତ ପ୍ରଥମେ ହାଲକା ଭାଜିବା। ଡାଲି ହାଲକା ଭାଜିଯିବା ପରେ ଅଧା ଛୋଟ ଚାମଚ ଜିରା, ଅଧା ଛୋଟ ଚାମଚ ଛୋଟ ଦାନାବାଲା ସୋରିଷ ଦେବା। ଜିରା ସୋରିଷ ତେଲରେ ଫୁଟିଯିବା ପରେ ଅଧା ଇଞ୍ଚର ଅଦାକୁ କରିକି ଦେବା। ରାଗ ପାଇଁ ଗୋଟେ କଞ୍ଚା ଲଙ୍କା ଦେବା। ଆପଣମାନେ ଯେତିକି ରାଗ ଖାଇବେ ସେହି ହିସାବରେ କଞ୍ଚା ଲଙ୍କା ଦେବେ। ଲୋ ଫ୍ଲେମ୍ରେ କିଛି ସେକେଣ୍ଡ ପର୍ଯ୍ୟନ୍ତ ଅଦାକୁ ହାଲକା ଭାଜିବା। ତାପରେ 8-10ଟି ଭୃଷଙ୍ଗ ପତ୍ରକୁ ପୁରା ଛୋଟ ଛୋଟ କରି କାଟିକି ଦେବା। ଭୃଷଙ୍ଗ ପତ୍ର ନିହାତି ଦେବେ, ବହୁତ ବଢ଼ିଆ ବାସ୍ନା ଆସିବ। ଭୃଷଙ୍ଗ ପତ୍ର ଭାଜିଯିବା ପରେ ଯେଉଁ କପ୍ରେ ମାପ କରି ଗୋଟେ କପ୍ ଓଟ୍ସ ନେଇଥିଲେ, ସେମ୍ କପ୍ରେ ମାପ କରି ଅଧା କପ୍ ସୁଜି ଦେବା। ଏଇ ଭାଗ ମାପ ମନେ ରଖିବେ। ଅଳ୍ପ ସୁଜି ଦେଲେ ଇଡଲିରେ ବାଇଣ୍ଡିଂ ଆସିଯିବ, ଇଡଲି ଖାଇବା ପାଇଁ ଭଲ ଲାଗିବ। ସୁଜିକୁ ସେମିତି ଲୋ ମିଡ଼ିୟମ୍ ଫ୍ଲେମ୍ରେ କେବଳ 2 ମିନିଟ୍ ପର୍ଯ୍ୟନ୍ତ ହାଲକା ଭାଜିବା। ସୁଜି ହାଲକା ଭାଜିଯିବା ପରେ ବାହାରକୁ ଆଣି ପୁରା ଥଣ୍ଡା ହେବା ପାଇଁ ଛାଡ଼ିବା। ଏପଟେ ଓଟ୍ସ ବି ଥଣ୍ଡା ହୋଇଗଲାଣି। ଥଣ୍ଡା ହୋଇଯିବା ପରେ ଆମେ ଗ୍ରାଇଣ୍ଡର ଜାର୍ରେ ଦେବା। ତାପରେ ଗ୍ରାଇଣ୍ଡରରେ ପଲ୍ସ ମୋଡ୍ରେ ରହି ରହି ଗୁଣ୍ଡ କରିବା। ରହି ରହି ଗୁଣ୍ଡ କଲେ ଓଟ୍ସ ପୁରା ଫାଇନ୍ ପାଉଡର ହେବ ନାହିଁ, ଏମିତି ଦରଦରା ଗୁଣ୍ଡ ହେବ। ଓଟ୍ସକୁ ଟିକେ ଦରଦରା ଗୁଣ୍ଡ କଲେ ଇଡଲିର ଟେକ୍ସଚର ବହୁତ ବଢ଼ିଆ ଆସିବ, ତା ଛଡ଼ା ଇଡଲି ପୁରା ତୁଳା ପରି ନରମ ବନିବ। ଏବେ ଏହି ଓଟ୍ସ ଗୁଣ୍ଡ ସହିତ ଆମେ ଭାଜି ରଖିଥିବା ସୁଜିକୁ ମିଶାଇବା, କିନ୍ତୁ ଗୋଟେ କଥା ଧ୍ୟାନ ରଖିବେ, ସୁଜି ପୁରା ଥଣ୍ଡା ହୋଇଯିବା ପରେ ମିଶାଇବେ, ଗରମ ଥିବା ଅବସ୍ଥାରେ ମିଶାଇବେ ନାହିଁ। ଏବେ ସେଥିରେ ଯେଉଁ କପ୍ରେ ମାପ କରି ଆମେ ଗୋଟେ କପ୍ ଓଟ୍ସ, ଅଧା କପ୍ ସୁଜି ନେଇଥିଲେ, ସେମ୍ କପ୍ରେ ମାପ କରି ଅଧା କପ୍ ଫ୍ରେଶ୍ ଦହି ଦେବା। ଅଳ୍ପ ଦହି ଦେଲେ ଇଡଲି ପୁରା ତୁଳା ପରି ନରମ ବନିବ, ସ୍ପଞ୍ଜି ଆଉ ଜାଲିଦାର ହେବ। ଯଦି ଆପଣମାନେ ଦହି ଦେବେ ନାହିଁ, ଦହି ବଦଳରେ ଫାଳେ ଲେମ୍ବୁ ରସ ଦେଇପାରିବେ। ତାପରେ ସେମ୍ କପ୍ରେ ମାପ କରି ଗୋଟେ କପ୍ ପାଣି ନେବା। ଅଳ୍ପ ପାଣି ଦେବା। ସବୁ ଜିନିଷକୁ ଦେଖି ସ୍ୱାଦ ଅନୁସାରେ ଲୁଣ ଦେବା। ଭଲ ଭାବରେ ଗୋଳେଇ ନେବା। ଗୋଳେଇ ସାରିବା ପରେ ଯେତିକି ଆମେ ପାଣି ନେଇଥିଲେ ସବୁ ପାଣି ଦେବା। ଗୋଟେ କପ୍ ଓଟ୍ସ, ଅଧା କପ୍ ସୁଜି ପାଇଁ ଆମେ ଅଧା କପ୍ ଦହି ଆଉ ଗୋଟେ କପ୍ ପାଣିର ବ୍ୟବହାର କଲେ। ଏଇ ଭାଗ ମାପ ମନେ ରଖିବେ। ଭାଗ ମାପ ଠିକ୍ ରହିଲେ ଇଡଲି ପୁରା ପରଫେକ୍ଟ ବନିବ। ପରେ ଯଦି ଦରକାର ପଡ଼ିବ, ପରେ ଆମେ ଅଳ୍ପ ପାଣି ବି ଦେବା। ସବୁ ଜିନିଷକୁ ଗୋଳେଇ ସାରିବା ପରେ ବ୍ୟାଟରର କନସିଷ୍ଟେନ୍ସି ଦେଖନ୍ତୁ ଏତିକି ବହଳିଆ ଅଛି। ଏବେ 8ରୁ 10 ମିନିଟ୍ ରେଷ୍ଟ କରିବା ପାଇଁ ଛାଡ଼ିବା, ଯାହାଦ୍ୱାରା ସୁଜି ଆଉ ଓଟ୍ସ ଫୁଲିଯିବ, ଇଡଲି ଆମ ନରମ ବନିବ। 10 ମିନିଟ୍ ପରେ ଏଠି ଚାଲନ୍ତୁ ବ୍ୟାଟରକୁ ଚେକ୍ କରିବା। ଦେଖନ୍ତୁ ସୁଜି ଆଉ ଓଟ୍ସ ଫୁଲି ଯାଇଛି, ବ୍ୟାଟରରେ ଜମା ବି ପାଣି ନାହିଁ। ବ୍ୟାଟର ଆଗ ଅପେକ୍ଷା ପୁରା ବହଳିଆ ହୋଇଯାଇଛି। କିନ୍ତୁ ଇଡଲି ବନେଇବା ପୂର୍ବରୁ ଆଉ କିଛି କାମ ଆମେ ରେଡି କରିବା। ଇଡଲି କୁକରରେ ପାଣି ଦେଇ ଗ୍ୟାସ୍ ଉପରେ ଗରମ କରିବା ପାଇଁ ବସାଇବା। ସେ ପାଣିରେ ଅଳ୍ପ ଲେମ୍ବୁ ଦେବା। ପାଣି ଫୁଟିଯିବା ପରେ ଇଡଲି କୁକରରେ ଯେଉଁ ଦାଗ ଲାଗିଯାଇଥାଏ, ଲେମ୍ବୁ ଦେଲେ ଆଉ ସେଇ କଳା ଦାଗ ଲାଗିବ ନାହିଁ। କଭର କରି ପାଣିକୁ ଫୁଟିବା ପାଇଁ ଛାଡ଼ିବା। ତାପରେ ଇଡଲି ଛାଞ୍ଚରେ ଅଳ୍ପ ତେଲ ଦେଇ ଗ୍ରୀଜ୍ କରି ରଖିବା। ଇଡଲି ବନେଇବା ପୂର୍ବରୁ
एसबू काम आम रेडी कर रखा। यही बैटर आपण मैंने चाहिए साधा इडली बन पारे, किंतु आज इडली को आम टे हेल्दी बनवा, अल्प किसी भेजिटेबल्स देवा। ये मुझे 3 ରୁ 4 ଚାମଚ गाजर नहीं, 3 ରୁ 4 ଚାମଚ कैप्सिकम, जहाँ भी पनीपरिया देवे सब छोट छोट करी काटिकी देवे। इडली रे बहुत जल्दी सीझीज। भल बास्ना बेस किसी धनिया पत्र देवा। आपण मानकु जो पनीपरिया पसंद यही इडली रे दे पारिबे। जते पनीपरिया देवे इडली खाइबा पई भल लागिबो, ता छडा इडली भी हेल्दी रहिबो। सबु पनीपरिया दे सारिबा परे भल भाबरे गळै नेबा। गळै सारिबा परे पिठौ देखंतु टिके बहलिया अछि। आ गोटे कप पानी आनी प्रथमे अल्प पानी देबा। प्रथम रु जमा बेसी पानी देबे नाही, नहले पिठौ बेसी पानी हि जिवो। गळै सारिबा परे पिठौर फाइनल कंसिस्टेंसी देखंतु एतिकी बहलिया रखिबे जेमिति इडली बनांती। गोटे कप पानी रु आमे 2-3 चामच पानी व्यवहार कले आपण माने पानी देखिकी देबे। जेहेतु आज आमे इंस्टेंट इडली बनेबा, इडली को फुलिबा पई गोटे छोट पाउच इनो फ्रूट सॉल्ट देबा। इनो बदल रे आपण माने आधा छोट चामच रु भी कम खाइबा सोडा दे परिबे। मु किंतु सजेस्ट करिबी आपण माने सोडा बदल रे इनो दियंतु। सोडा रे बेले बेले इडली रे बास्ना आसे। इनो ऊपर गोटे छोट चामच पानी देबा। इनो एक्टिवेट हो जिवो। तापरे पिठौ सहित गळै नेबा। इनो गळै सारिबा परे पिठौ को बाहर बेसी समय रखिबा नाही, नहले इडली भल भाबरे फुलिबा नाही। सांगे सांगे इडली छांचरे देबा। जेतिके आमे पिठौ बनेइथिले एतिकी पिठौरु 12टी इडली आम रेडी हैला। एबे चलंतु इडली को सिझेबा। एपटे देखंतु पानी भी फुटी आसलानी। पानी फुटी जिबा परे गैस रो फ्लेम पूरा लो रखिबा। लो रखी ध्यानर सहित इडली छांच को रखिबा। इडली छांच देबा परे आमे मीडियम फ्लेम रे 12 ରୁ 15 मिनिट पर्यंत इडली को सिझेबा। 15 मिनिट परे एठी आमे इडली को चेक करिबा। देखंतु इडली रो ऊपर अंश पूरा सुखिला ही आसलानी। फर्क किंबा छुरी सहायता रे मझिरे चेक करिबा। देखंतु फर्क पूरा क्लीन अछि, ता माने इडली सिझी जाइछि। 15 मिनिट परे भी जदि फर्क रे अल्प अल्प लागिबो ताहाले भी किछि असुविधा नाही। बाहर को बाहर करी आनिबे। इडली ठंडा हला परे देखिबे इडली सिझी जाइथिबो। एबे बाहर को आनी पूरा ठंडा हेबा पई छाडिबा। पूरा ठंडा हला परे आमे इडली छांचरु बाहर को बाहर करिबा। गरम थिबा अवस्था रे बाहर करले भलो भाबरे बाहरी परिबो नाही। ठंडा हला परे स्पून पछपटरे अल्प पानी लगेई आमे इडली को बाहर करिबा। देखंतु इडली छांचरु केते सुंदर बाहर को बाहरी आसिला। इडली पूरा जालीदार, नरम आउ पूरा स्पंजी हिछि। सबु इडली देखंतु छांचरु पूरा बाहरी आसुछि। छांच पूरा क्लीन अछि, ता माने इडली हमर पूरा परफेक्ट बनिछि। वीडियो रे शेयर करथिबा सबु भाग माप आउ छोट छोट टिप्स को फॉलो करी आपण माने भी एई हेल्दी ओट्स इडली बनांतु। आउ केमिति लागिला निहाती कमेंट्स करी जणेबे। आपनको गोटे गोटे मूल्यवान कमेंट्स पढिले नुआ नुआ रेसिपी आनिबा पई बहुत पॉजिटिव मोटिवेशन मिले। ताहले आज पई रहिली, पुणी देखा होबा नुआ रेसिपी रे। धन्यवाद।